ଦେବାଶିଷ ମୋ ଛୁଆବେଳ ସାଙ୍ଗ ବହୁତ କ୍ଲୋଜ ଆମେ ଥିଲୁ। ଯେତେବେଳେ ଆଲବମ୍ ଜଗତରୁ ଆମେ ଟୋଟାଲି କପି ମୁଁ ଦେବାଶିଷ ଆମେ ଏକାଠି ଆଜି କଣ୍ଢେଇ ପକେଇଲା ଦେଖିକି ଆମର ଇଏ କୋଉ ଲାଇନରେ ମୁଁ ତ ବିଜନେସ ମ୍ୟାନ ହେଲି ସେ ହିରୋ ଲାଇନ ସମସ୍ତଙ୍କର ଅଲଗା ଅଲଗା ସେ କଳା ମୂଳରୁ ଥାଏ। ପ୍ଲସ ଟୁ ରୁ ମୁଁ ସସ୍ପେଣ୍ଡ ହେଲି ଟିକେ ଗଣ୍ଡଗୋଳ ଦୁଷ୍ଟାମି ଥିଲି। ପ୍ଲସ ଟୁ ରେ ସବୁ ସାଙ୍ଗସାଥି ଦୁଷ୍ଟାମି ଥିଲୁ। ମୁଁ ପ୍ଲସ ଟୁ ପରୀକ୍ଷା ଚାଲିଛି ଆକ୍ଚୁଆଲି ପ୍ରିନ୍ସିପାଲ ସାର୍ ମତେ ରେଷ୍ଟ୍ରିକେଟ କରିଦେଲେ। ମୁଁ ପାଠ ପଢା ସେତିକି ଯାଏ ରେଷ୍ଟ୍ରିକେଟ ଯେତେବେଳେ କରିଦେଲେ ପରୀକ୍ଷା ଚାଲିଛି ମୁଁ କହିଲି ଆଉ ପଢିବି ନାହିଁ। ଷ୍ଟ୍ରଗଲ କେବେ ମୁଁ ହାରିନି। ହଁ ପଇସା ଅନୁସାରେ ରାଗ ଲାଗିବନି। ପିଲା ବଡ ହେଲେଣି ସବୁ ସିନେମାରେ ତ ମୁଁ ଆସୁଛି ଆଜି ଟିକେ ଡେରି ହେଇଯାଇଛି ଲେଟ୍ ହେଇଗଲା ମୋର ଗୋଟେ କାମ ଥିଲା। ବାବୁ ମନ ଦୁଃଖ କଲା କହିଲା ନନା ଆସିପାରିଲେନି 6ଟା 6:30ରେ କହିଥିଲି। କିନ୍ତୁ ମୁଁ ବସିକି ତଥାପି ଅଧା ପିକ୍ଚର ଗଣ୍ଡ ଭୈରବର ଦେଖୁଥିଲି ବସିକି। ଷ୍ଟୋରିଟା ବହୁତ ଭଲ ଲାଗିଲା। ଦେବାଶିଷ ମୋ ଛୁଆବେଳର ସାଙ୍ଗ ବହୁତ କ୍ଲୋଜ ଆମେ ଥିଲୁ। ଯେତେବେଳେ ଆଲବମ୍ ଜଗତରୁ ଆମେ ଟୋଟାଲି ବବି ମୁଁ ଦେବାଶିଷ ଆମେ ଏକାଠି ଆଜି କଣ୍ଢେଇ ପକେଇଲା ଦେଖିକି ଯାହା ହଉ ତା ଆକ୍ଟିଂ ଟା ମୁଁ ଦେଖିଲି ବହୁତ ଭଲ ଲାଗୁଥିଲା। ବେସିକାଲି ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ବେଶୀ ଦେଖିବାକୁ ମିଳିଲା କେବଳ ପୁରୀର ସୁଟିଂ ଟା। ଠାକୁରଙ୍କୁ ଦେଖି ମତେ ଆହୁରି ଭଲ ଲାଗିଲା। ଆଉ କାଲି ମୁଁ ପୁରା ପିକ୍ଚର ଦେଖିବି ଶିବାନୀଙ୍କର ଅଭିନୟ ବି ଭଲ ଥିଲା। ଯେତିକି ଜଣ ଆକ୍ଟର ଅଛନ୍ତି ନିପୁଣ ଅଭିନୟ କରୁଥିଲେ। ଦେଖନ୍ତୁ ମୁଁ ଗୋଟେ ଅନୁରୋଧ କରିବି ମୋର ଜଣକୁ ନେଇକି କୌଣସି ଜିନିଷ ହୁଏନି। ମାନେ ଯଦି ସପୋର୍ଟ କରିବା ଆଜି ଦେବାଶିଷ ହଉ ଦେବାଶିଷ ବେଳେ ବବି ହଉ କେତେ ଇଏ ସେମାନଙ୍କୁ ନେଇକି ଆମେ କଲେ ଗଢିଲେ ବହୁତ ଷ୍ଟାର ବାହାରିବେ। ଓଡିଆ ଇଣ୍ଡଷ୍ଟ୍ରି ବି ବହୁତ ଆଗକୁ ଯିବ। ଯେମିତି ବାବୁଟି ଆମର ସାନ ଭାଇ ହିସାବରେ ଅବିକା ଯୋଉ ପରିଶ୍ରମ କରୁଛି ଗୋଟେ ଛୋଟ ପିକ୍ଚର ହେଲେ ବି ମାନେ ସେଟା କେତେ ସିଏ ଇଏ କରି ଖାଇଲେ ବସିଲେ ପିକ୍ଚରଟି ପକଉଛି ଲୋକ ଲୋଚନକୁ ନଉଛି। ସେମିତି ସପୋର୍ଟ କଲେ ଆମ ଅଡିଏନ୍ସ ବଞ୍ଚିକି ରହିବ କାହିଁ ହବନି ସପୋର୍ଟ କଲେ। ଆପଣଙ୍କର ଇଚ୍ଛା ନଥିଲା ହିରୋ ହବା ପାଇଁ? ନାଇଁ ଆମର ଇଏ କୋଉ ଲାଇନ ଅଛି ମୁଁ ତ ବିଜନେସ ମ୍ୟାନ ହେଲି ସେ ହିରୋ ଲାଇନ ସମସ୍ତଙ୍କର ଅଲଗା ଅଲଗା ସେ କଳା ମୂଳରୁ ଥାଏ। କିନ୍ତୁ ମୋର କଳା ପ୍ରତି ବହୁତ ୱିକନେସ ଅଛି। ଫିର ବି ଟୁକୁର ମୁକୁର ହେଇକି ଠାକୁର ଜଗନ୍ନାଥଙ୍କ ଆଶୀର୍ବାଦରୁ ଭାଇ କୁହାଯାଏ ଯେ ସତ୍ କର୍ମରେ ରୁହନ୍ତି ଯାହାଙ୍କ ଉପରେ ଭଗବାନ ସନ୍ତୁଷ୍ଟ ଅଛନ୍ତି ତାଙ୍କୁ ବହୁତ କିଛି ଆଶୀର୍ବାଦ ଦିଅନ୍ତି। ଆପଣ ଭଗବାନଙ୍କ ଆଶୀର୍ବାଦ ପାଇଛନ୍ତି। ଗୋଟେ ଭଲ ଜାଗାରେ ପୋଜିସନରେ ଅଛନ୍ତି। ଗୋଟେ ଭଲ ଇନକମ କରିପାରୁଛନ୍ତି। ଭାଇ ଆପଣ କେବେ ଭାବିଲେନି ଯେ ପ୍ରଡ୍ୟୁସର ହେଇ ମୁଁ ମଧ୍ୟ ସିନେମା କରିବି? ନାଇଁ ଦେଖନ୍ତୁ ମୁଁ ସେ ପିକ୍ଚର ଇଣ୍ଡଷ୍ଟ୍ରି ଆମର ଯୋଉଟା ଫିଲ୍ମ ଇଣ୍ଡଷ୍ଟ୍ରି ମୁଁ ତ ମୁଁ ଛୁଆ ବେଳୁ ମୁଁ ଦେଖି ଆସୁଛି। କାରଣ ମୁଁ ସେ ବିଷୟରେ ଜାଣିଛି କିନ୍ତୁ ସେ ଲାଇନ ମୁଁ ନୁହଁ ପ୍ରଡ୍ୟୁସର ତ ହେଇପାରିବନି ଆମେ ଚାହିଁଲେ ଆମ ଲାଇନ ଅଲଗା। କିନ୍ତୁ ସେଥିରେ ମୁଁ ଜଡିତ ଅଛି। ମୁଁ ଭଲ ପାଏ କଳାକାରଙ୍କୁ ପିକ୍ଚରଙ୍କୁ ମଧ୍ୟ ଭଲ ପାଏ। ଆଉ ଦୁଇରେ ଏଇ ଯୋଉ କହିଲେ ଆପଣ ଫିଲ୍ମ ଇଏ କରିବାରେ କିନ୍ତୁ ମୁଁ ମୋ ମତରେ ମାନେ ପିକ୍ଚର ସମସ୍ତେ କରନ୍ତୁ ଷ୍ଟୋରିଟାକୁ ପ୍ରଥମ ଭଲ ରଖନ୍ତୁ। ହିରୋ ଖାଲି ନେଇଗଲେ ବଡ ହିରୋ ବଜେଟ ଖର୍ଚ୍ଚ କରିଦେଲେ ପିକ୍ଚର ଚାଲିବନି। ପିକ୍ଚର ଟାକୁ ଷ୍ଟୋରିଟା ଦେଖନ୍ତୁ। ଆମ ଓଡିଶାର ଏଇଟା ଇଏ ଭଲ ଷ୍ଟୋରି କଣ୍ଟେଣ୍ଟ ରହିଲେ ମାନେ ଆଜି ଦେବାଶିଷ ଏଇଥିରେ ଅଛି କାହିଁ ଦେବାଶିଷ ଆଗକୁ ନ ଯିବ। ଆମେ ସପୋର୍ଟ କଲେ ସେ ଆହୁରି ତାର ମନ ବଳିବ। ଗୋଟାକୁ 5ଟା ଫିଲ୍ମ ଆଇଲେ ଆହୁରି ବଢିବ ମନ ସପୋର୍ଟ ଦରକାର। ମାନେ ସପୋର୍ଟ କରିବାନି ସେମିତି ହବନି। ପିକ୍ଚର ଆଜି ଦବିବାକୁ ବସୁଛି କଣ ପାଇଁ? ନାଇଁ ଦେଖନ୍ତୁ ପ୍ରଥମ କଥା ହଉଛି ମୁଁ ଶିଖିଛି ଏଇଟା ମୋ ମା ବାପାଙ୍କଠୁ କାହାର ପରିଶ୍ରମ କେବେ ବୃଥାରେ ଯାଏନି। ଭଗବାନ କହିଛନ୍ତି ମତେ ଡାକନି। ମତେ ଡାକିଲେ କଣ ମୁଁ ମଜାଡ ଦେବି କି? ବସିଗଲେ ତମ କର୍ମ କର ଆଉ ସତରେ କର୍ମ କର। କାହାକୁ ଠକ ନାହିଁ। କାହାକୁ ନିଜେ ପରିଶ୍ରମ କରିକି ଯେକୌଣସି ଫିଲ୍ମଟା ହଉ କି ପାଣ୍ଡୁକାଣ୍ଡି କର ଯାହା କର ମନ ଲଗେଇ କର କି ପାଠ ପଢ ମନକୁ ତା ଫଳ ଠାକୁର ଦେବ। କାହାର ବୃଥାରେ ଯାଇନି କେବେ ପରିଶ୍ରମ। ଏଇ ଏମ୍ ଟାକୁ ରଖିଲେ ସମସ୍ତେ ଆଗକୁ। କିନ୍ତୁ ଗର୍ବ ଗୋଟେ ଜିନିଷ ଯଦି ଯିଏ ରଖିଲା ସେ କେଡେ କେଡେ ରାବଣ ରହିନି ଆଉ କିଏ? ଓକେ ଭାଇ ଆପଣ ଆଜି ଯୋଉ ଏଇ ଯୋଉ ସୁନା ପିନ୍ଧିଛନ୍ତି ଏ ସୁନା ପଛରେ ସଂଘର୍ଷର କାହାଣୀ ମାନେ କଣ ଥିଲା? କେତେ ସଂଘର୍ଷର କାହାଣୀ ପରେ କେତେ କଷ୍ଟ ଷ୍ଟ୍ରଗଲ କରି ଆପଣ ଆଜି ଏ ଜାଗାରେ ଅଛନ୍ତି? ନାଇଁ ଦେଖନ୍ତୁ ମୁଁ ଆଜ୍ଞା ଯଦି କହିବି ମୁଁ ଅପ୍ରିୟ ସତ କଥା କହିବି କେବେ ତ କୁହେନି। ଆଜି ଏଇଟା ପ୍ରଥମ ଟାଇମ କହୁଛି। ମୁଁ ଯେତେବେଳେ କଲେଜରେ ପଢୁଥିଲି ଜୟଦେବ କଲେଜ ଅଫ ଏଜୁକେସନ ଆଣ୍ଡ ଟେକ୍ନୋଲୋଜି ପ୍ଲସ ଟୁ ରୁ ମୁଁ ସସ୍ପେଣ୍ଡ ହେଲି। ମୁଁ ଟିକେ ଗଣ୍ଡଗୋଳ ଦୁଷ୍ଟାମି ଥିଲି। ପ୍ଲସ ଟୁ ରେ ସବୁ ସାଙ୍ଗସାଥି ଦୁଷ୍ଟାମି ଥିଲୁ। ମୁଁ ପ୍ଲସ ଟୁ ର ପରୀକ୍ଷା ଚାଲିଛି ଆକ୍ଚୁଆଲି ପ୍ରିନ୍ସିପାଲ ସାର୍ ମତେ ରେଷ୍ଟ୍ରିକେଟ କରିଦେଲେ। ମୁଁ ପାଠ ପଢା ସେତିକି ଯାଏ। ତ ମୋର ଷଷ୍ଠ ପର୍ଯ୍ୟନ୍ତ ପଢିଛନ୍ତି ଆପଣ? ପ୍ଲସ ଟୁ ପ୍ଲସ ଟୁ ହଁ। ପ୍ରିନ୍ସିପାଲ ମତେ ରେଷ୍ଟ୍ରିକେଟ ଯେତେବେଳେ କରିଦେଲେ ପରୀକ୍ଷା ଚାଲିଛି ମୁଁ କହିଲି ଆଉ ପଢିବି ନାହିଁ। ବୋଉକୁ ଆସି କହିଲି ମୁଁ କହିଲି ମୋ ନିଜ ଗୋଟେ ମୁଁ ସେଇଟା ମୁଁ ବହୁତ କମ ବୟସରୁ ବହୁତ ଷ୍ଟ୍ରଗଲ କରିଛି। ମୁଁ ଲୁଚଉନି ଯେ ମୋ ମା ପେଟରୁ କି ମୁଁ ଇଏ ହେଇଛି। ମୁଁ ଏତେ ଛୋଟ କେତେ ହେଇଛି ଟଙ୍କା ପ୍ରଥମ ଇନକମ ହାତରେ ଧରିଥିଲେ ଆଜି ତାହା ଲକ୍ଷ ଲକ୍ଷରେ ରୂପାନ୍ତରିତ ହୋଇଛି? ତଥାପି ଇନକମ ଭାଇ କେତେ ଥିଲା? 1000 ଟଙ୍କାରୁ ମୁଁ ମୋ ନିଜେ ଷ୍ଟାର୍ଟ କରିଛି ନା ମୋ ବାପା ମାଙ୍କଠୁ ବି ସପୋର୍ଟ ପାଇନଥିଲି। ଛୋଟ ଦୋକାନ ଟିକେ କରିକି ମୁଁ ଛୋଟରୁ ଧୀରେ ଧୀରେ ମୁଁ ପେସେନ୍ସ ରଖିଛି। ଭାଇ ବି ବଡ ଭାଇ ଚାଲିଗଲେ ପେସେନ୍ସ ହାରିନି 2000 ମସିହାରେ ଏକା ହେଇଗଲି। ଛୋଟ ପୁତୁରାଟି ଭାଉଜ ମା ବାପା ସମସ୍ତେ ହେଇଥାଏ। ଷ୍ଟ୍ରଗଲ କେବେ ମୁଁ ହାରିଲି ନାହିଁ। 1000 ଟଙ୍କା ପ୍ରଥମ ଇନକମ ଥିଲା? ହଁ
ମୁଁ ନିଜେ ଏବେ ବି କହିଲେ ମୁଁ କାନ୍ଦି ପକାଏ ଆଗରୁ ମୁଁ କାହାର ଠକେ ନାହିଁ କି ସେ ଜିନିଷ କଲେ ମୁଁ ଆଜି ଏ ଜିନିଷ ନଥାନ୍ତି ସତ ରହିଲେ ଭଗବାନ ତମକୁ ସାଥ ଦେବେ। ଆପଣ ସୁନା ପ୍ରତି ଦୁର୍ବଳତା ଅଛି ବୋଲି ସୁନା ପକାନ୍ତି ନା ସୁନା ପିନ୍ଧିବାକୁ ଆପଣଙ୍କୁ ଭଲ ଲାଗେ ବୋଲି ସୁନା? ନାଇଁ ନାଇଁ ମୋର କାରଣ ମୁଁ କଲେଜରୁ ଯାଉଥିଲି ବି ଗୋଟେ ଚେଣ୍ଡା ପକେଇ ମୋର ଗୋଟେ ସକ ସେଇଟା ମୁଁ ପକେଇଲେ ମୁଁ ଫିଲ୍ ହୁଏ ଯେ ମୋର ଧନୁ ରାଶି 20/9 ଯେଥର ମୁଁ ଓହ୍ଲେଇକି ଦେଖିଛି ଫିଲ୍ ହେଇଛି 2-4 ଥର ଆକ୍ସିଡେଣ୍ଟ ଛୋଟ ମୋଟ ଘଟଣା ହେଇଛି ଭାବେ ମତେ ବୋଧେ ସୁନାଟା ସୁଟ୍ କରୁଛି ସେଇ ଇଏର ଯୋଗୁ ପକଉଛି। ଏବେ ତ ବୟସ ହେଲାଣି ପୁଅ ତ ବଡ ହେଇଗଲାଣି ସେ ପକଉଛି ନାଇଁ ମୋର ତ ସେତେ ଆଉ ନାହିଁ ଆପଣ ମାନେ ଦେଖୁଛନ୍ତି ଇଏ ବୟସ ଅନୁସାରେ ଆଉ ବାଗ ଲାଗିବନି ପିଲା ବଡ ହେଲେଣି। ଆଚ୍ଛା